ରାଜନୈତିକ ଶିଶୁଦେବଙ୍କ ରୋକଠୋକ ଜବାବଟା ହିଁ ସବୁଠୁ ଭଲ ଲାଗେ। ଯେତେ ଜଣ ନେତା ଆଳି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ସ୍ପଷ୍ଟ କହୁଥିବା ଲୋକ ବହୁତ କମ୍, ଯେଉଁଟା ଶିଶୁଦେବଙ୍କ ପାଖରେ ବ୍ୟତିକ୍ରମ। ଯାହା ହୋଇପାରିବ ତା ହଁ କୁହନ୍ତି, ଯାହା ନ ହୋଇପାରିବ ତା ନା କୁହନ୍ତି। ଦୀର୍ଘଦିନ ରାଜନୀତି ଭିତରେ ବାଧା ପ୍ରତିଘାତ ଭିତରେ ଯେତେବେଳେ ଏଠି ଅନ୍ୟାନ୍ୟ ଦଳର ଗୁଣ୍ଡାମାନଙ୍କର ପ୍ରାଦୁର୍ଭାବ ବି ଥିଲା, ସେତେବେଳେ ଗୋଟିଏ ସ୍ତ୍ରୀ ଲୋକ ହିସାବରେ ଏକ୍ସଟ୍ରିମ୍ ଡିସିସନ୍ ନେଇ ଏ ନିର୍ବାଚନ ମଣ୍ଡଳୀକି ଲୋକଙ୍କୁ ସେ ସାହାଯ୍ୟ ସହଯୋଗ କରୁଛନ୍ତି ଓ ଠିଆ ହୋଇଛନ୍ତି। 1990ରୁ 95 ବିଜୁ ପଟ୍ଟନାୟକ ସରକାରରେ ବିଧାୟକ ଏବଂ 2002ରୁ 6 ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ହିସାବରେ ଏ ଅଞ୍ଚଳର ବହୁତ କାମ ସେ କରିଛନ୍ତି। ବିଶେଷ କରି ତାଙ୍କର ମୁଖ୍ୟତଃ ଅବଦାନ ଭୂଇଁପୁର ବ୍ରିଜ୍, ଯାହା ଧୋଇ ଅଞ୍ଚଳକୁ ଗମନାଗମନର ବାଟ ଫିଟାଇଥିଲା, ରିଙ୍ଗ ବନ୍ଧର ସୁରକ୍ଷା, ଉପକୂଳ ଅଞ୍ଚଳରେ ନଦୀ ଯେଉଁଠି ଥିଲା ନଦୀବନ୍ଧ ଆଦି ବିଭିନ୍ନ କାମ କରିଛନ୍ତି। ସାଂସଦ ଥିଲାବେଳେ ଏ ଅଞ୍ଚଳର ଉନ୍ନତି ସଙ୍ଗେ ସଙ୍ଗେ ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଲୋକଙ୍କର ଯେଉଁ ସମସ୍ୟା ଅଛି, ଯେତେବେଳେ ଶରଦ ବୁଝୁଥିଲେ ତାପରେ ସୁଶୋଧ୍ୟ ବି ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠ ରାଜ୍ୟସଭା ଥିଲାବେଳେ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି ଓ ସେ ଅଞ୍ଚଳର ଉନ୍ନତିର କାମ କରିଛନ୍ତି। ଆଳି ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା, ଯାହାକି ସେ ଶୂନ୍ୟ ସ୍ଥାନ କେବେ ବି ପୂରଣ ହୋଇପାରିବ ନାହିଁ। ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଆମେ ସମସ୍ତେ ତାଙ୍କ ପରିବାରରେ ଦୁଃଖ ସମୟରେ ଅଛୁ ଓ ରହିବୁ। ଦେବୀ ଆମ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ 90ରୁ 95। ଜନତା ଦଳର ବିଧାୟିକା ଥିଲେ। ସେ ଆଗରୁ ମଧ୍ୟ ସକ୍ରିୟ ରାଜନୀତିରେ ଇଲେକ୍ସନ୍ ରାଜନୀତିରେ ଭାଗ ନ ନେଉଥିଲେ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ। ଜଣେ ସଚ୍ଚୋଟ ମହିଳା ନେତ୍ରୀ ହିସାବରେ ସେ ଗଣାଯାଉଥିଲେ ଏବଂ ଆମ ଅଞ୍ଚଳରେ ଅନେକ ଉନ୍ନତିମୂଳକ କାମରେ ତାଙ୍କର ଭାଗିଦାରୀ ରହିଛି। ପୋଷ୍ଟମର୍ଟମ ସେଣ୍ଟର ସେଥିରୁ ଅନ୍ୟତମ। କୋର୍ଟ ମଧ୍ୟ ଆଳିରେ 95 ମସିହାରେ ପ୍ରତିଷ୍ଠା କରିବାକୁ ସେ ସରକାର ସାହାଯ୍ୟ କରୁଥିଲେ, ସାଂସନ କରାଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ହେଇପାରିନଥିଲା। ଦୁର୍ନୀତିଗ୍ରସ୍ତ ଲୋକ ନଥିଲେ, ସେ ଦୁର୍ନୀତି ତାଙ୍କୁ ସ୍ପର୍ଶ କରିନଥିଲା। ଆଜି ଦିନର ରାଜନୈତିକ ଲୋକଙ୍କ ଭଳିଆ ସେ ଦୁର୍ନୀତିରେ ସମ୍ପୃକ୍ତ ନଥିଲେ। ଆଜି ଦିନରେ ସେ ରାଜନୀତିରେ ଥାନ୍ତେ, ଦୁର୍ନୀତି ତାଙ୍କ ପାଖରେ ନଥାନ୍ତା କିମ୍ବା ସେ ରାଜନୀତିରେ ନଥାନ୍ତେ। ଜଣେ ନୀତିବାନ ମହିଳା ହିସାବରେ ସେ ସୁନାମ ଅର୍ଜନ କରିଛନ୍ତି। ଶୂନ୍ୟ ସ୍ଥାନ ସୃଷ୍ଟି ହେଇଛି, ତା ପୂରଣ ହେବ କି ନାହିଁ ସନ୍ଦେହ। ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ଏ ଦୁଃଖ ସମୟକୁ ମୁକାବିଲା କରିବା ପାଇଁ ଶକ୍ତି ଦିଅନ୍ତୁ, ଏତିକି ପ୍ରାର୍ଥନା। She was a person of great commitment and he worked a lot for this area. After that period, after she was defeated in the assembly constituency, of course she worked for this area for its development, and at present I deeply deplore her demise.